ଜୟ ଜଗନ୍ନାଥ। ଆଜି ସିଂହ ରାଶି ସୂର୍ଯ୍ୟଦେବଙ୍କର ରାଶି, ଗ୍ରହଚକ୍ରର ଏକ ଗୁରୁତ୍ୱପୂର୍ଣ୍ଣ ରଜା ରାଶି। ସେହି ସିଂହ ରାଶି ବିଷୟରେ ଆଲୋଚନା କରିବା। ଆଲୋଚନାର ଆଜି ଅର୍ଥ ମର୍ମ ଯେ ସିଂହ ରାଶିରେ ଏମିତି କେଉଁ ସମୟ ଅଛି ସବୁଠୁ ଖରାପ, ଯେଉଁ ସମୟରେ ଆପଣମାନେ ଜଗିବା ଦରକାର। ଆମେ এই ଭିଡ଼ିଓଟା ଏଇଥିପାଇଁ କରୁଛୁ, ଆପଣମାନେ ସେ ସମୟରେ ଜଗିବା ଦରକାର, ସତର୍କ ରହିବା ଦରକାର। କ'ଣ କରିବା ଉଚିତ, କ'ଣ ନ କରିବା ଉଚିତ, ସେହି ସମୟରେ ଆପଣମାନେ କ'ଣ ପାଇଁ ବି ଆମେ ଲଜିକାଲି କହିବା କି ବଡ଼ ବଡ଼ ଜିନିଷ ଯେଉଁ ହେବ ଆପଣଙ୍କ ସାଥିରେ, ସେଗୁଡ଼ାକ କ'ଣ ପାଇଁ କରିବା କଥା ନୁହଁ। ଅର୍ଥାତ୍ ଆପଣଙ୍କୁ ଜଣାଇ ଦିଆଯାଉଛି, ସତର୍କର ଘଣ୍ଟି ସୂଚକ ରୂପେ ଦେଖାଇ ଦିଆଯାଉଛି ଯେ ଆପଣଙ୍କ ପାଇଁ ସେହି ସମୟଟି ଅନୁକୂଳ ନୁହଁ। ଦେଖନ୍ତୁ, ଯଦି 2026ର କଥା କହିବା, ଏମିତିରେ ଜାନୁଆରୀରୁ ମାର୍ଚ୍ଚ ଆପଣମାନଙ୍କର ଭଲ ଯାଇନି, ଆଗରୁ ମଧ୍ୟ ଯାଇନଥିଲା। କିନ୍ତୁ ଗ୍ରହ ଗୋଚରର ଏମିତି ଏକ ପରିସ୍ଥିତି ଆପଣଙ୍କର ଆସିବ, ଗୁରୁ ଟ୍ରାନଜିଟ୍ ହେବେ ଦୁର୍ବଳ ଭାବରେ, ୱିକ୍ ଭାବରେ। ତ ସେଇଟା ଆକ୍ଚୁଆଲି 2 ଆମର ଏପ୍ରିଲରୁ ଜୁନ୍ ଯାଏ। ତ ସେଇ ଏପ୍ରିଲରୁ ଜୁନ୍ ଯାଏ ଆପଣମାନଙ୍କୁ ନିଶ୍ଚିତ ଭାବରେ ଏକ ଯେମିତି ଗୋଟେ ନୂଆ ଜୀବନ ଆପଣମାନଙ୍କୁ ମିଳିଯିବ। ନୂଆ ଜୀବନ ମିଳିଯିବ ମାନେ ଆପଣଙ୍କୁ ସେତେବେଳେ ରାହୁଙ୍କର ମଧ୍ୟ ପ୍ରଭାବ ଦେଖାଯିବ, ଯେଉଁଟା ଅଗଷ୍ଟରୁ ଅକ୍ଟୋବର ହେଉଛି ରାହୁଙ୍କର ପ୍ରଭାବ। କିନ୍ତୁ ବୃହସ୍ପତିଙ୍କର ଏଇ ଯେଉଁ ୱିକ୍ ଜାଗାରେ ସୂର୍ଯ୍ୟଙ୍କ ରାଶିରେ ରହିବାଟା, ତ ଆପଣମାନଙ୍କୁ କ'ଣ ପ୍ରୋବ୍ଲେମ୍ ହେବ ଏପ୍ରିଲରୁ ଜୁନ୍ ଯାଏ, ଆପଣମାନେ ଦେଖିବେ ଆପଣଙ୍କର ଅର୍ଥହାନି ହେବ। ଦେଖନ୍ତୁ, ଏପଟେ ରାହୁ ଆପଣଙ୍କର ବି ଭଲ ପୋଜିସନରେ ନାହାନ୍ତି। ଅଗଷ୍ଟ ଅକ୍ଟୋବରରେ ରାହୁଙ୍କର ଟିକେ ଅଲଗା ପ୍ରକାର ଚାଲ ଚାଲିବ, କିନ୍ତୁ ବୃହସ୍ପତିଙ୍କର ୱିକ୍ ପଏଣ୍ଟରେ ଡେଭେଲେଟ୍ ହେଇକି ବସିବାର ଅର୍ଥ ଆପଣମାନଙ୍କର କେବଳ ମନି ଲସ୍ ନୁହେଁ, ଆପଣମାନଙ୍କୁ ଦେଖିବେ ହେଲ୍ଥ ଇସ୍ୟୁ ବି ଆପଣମାନଙ୍କର ରହିବ। ଏପ୍ରିଲରୁ ଜୁନ୍ ଯାଏ ଆପଣ ନିଶ୍ଚିତ ଭାବରେ, ଏପ୍ରିଲରୁ ଜୁନ୍ ଯାଏ ଆପଣମାନେ ନିଶ୍ଚିତ ଭାବରେ ସତର୍କ ହୋଇଯାଆନ୍ତୁ। ଆପଣମାନଙ୍କର ଶତ୍ରୁ ବଢ଼ିବ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ। ଅଫିସରେ ହେଉ, ଆପଣଙ୍କର କର୍ମ ଜାଗାରେ ହେଉ, ଯେଉଁଥିପାଇଁ ଆପଣମାନେ ଝଗଡ଼ା କରିବାକୁ ବାଧ୍ୟ ହୋଇଯିବେ, ତ ଆପଣମାନଙ୍କୁ କୁହାଯାଉଛି ଆପଣ ଝଗଡ଼ା କରନ୍ତୁ ନାହିଁ। ଝଗଡ଼ା କଲେ ଆପଣମାନଙ୍କର ଜବ୍ ଚାଲିଯାଇପାରେ। ଆପଣ ସେହି ସମୟରେ ଆପଣ ଇନଭେଷ୍ଟମେଣ୍ଟ କିଛି କରନ୍ତୁ ନାହିଁ। ଏପ୍ରିଲରୁ ଜୁନ୍ ତ କହିଲେ ଆପଣମାନଙ୍କର ମନି ଲସ୍, କିନ୍ତୁ ଅଗଷ୍ଟରୁ ଅକ୍ଟୋବର ଆପଣଙ୍କର ଚାକିରିରେ ବହୁତ ପ୍ରୋବ୍ଲେମ୍ ହେବାର ଅଛି, ଆପଣଙ୍କର ବିଜନେସ୍ରେ ପ୍ରୋବ୍ଲେମ୍ ହେବାର ଅଛି, ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ସେଇଥିରେ ପ୍ରୋବ୍ଲେମ୍ ହେବାର ଅଛି। ତ ସେହି ସମୟରେ ଆପଣମାନେ କୌଣସି ଏକ ବଡ଼ ଇନଭେଷ୍ଟମେଣ୍ଟ, ଲୋନ୍ କରିବା କିମ୍ବା ଝଗଡ଼ା କରିବା, ଏଇ ଜିନିଷରୁ ବଞ୍ଚିକି ରୁହନ୍ତି। ଶନିଦେବ ଆପଣଙ୍କୁ ସେଇ ସମୟରେ, ଶନିଙ୍କର ଯେଉଁ ଟ୍ରାନଜିସନ୍ଟା ଆପଣଙ୍କ କର୍ମିକ ଟେଷ୍ଟିଂ ରହିବ। କର୍ମିକ ଟେଷ୍ଟିଂରେ ଆପଣମାନଙ୍କ ସବୁ ଜିନିଷ ଡିଲେ ହେଇ ଚାଲିବ। ଅର୍ଥାତ୍ ଆପଣ ଜାଣିଛନ୍ତି ଅର୍ଥ କ୍ଷେତ୍ରରେ ମଧ୍ୟ ଆପଣମାନଙ୍କର ଗ୍ରହ ଗୋଚର ଅନୁସାରେ, ଦେଖନ୍ତୁ ଗୋଟେ କଥା ଯଦି ଆମେ କହିବା, ଶନିଦେବ ସର୍ବଦା ଭଲ ଗ୍ରହ, କିନ୍ତୁ ଶନିଦେବ ସର୍ବଦା ଲେଟ୍ କରନ୍ତି। ତ ଆପଣମାନଙ୍କର ଯେଉଁ କର୍ମିକ ଟେଷ୍ଟ, ଆପଣ ଯଦି କର୍ମରେ ସେଇ ଟାଇମ୍ରେ ବସିଯିବେ, ଅର୍ଥାତ୍ କର୍ମ କରିବେନି, ସେଇ ଟାଇମ୍ରେ ଆପଣଙ୍କର ଫଳ ଖରାପ ହେଇଯିବ। ରିଲେସନସିପ୍ର ଇସ୍ୟୁ ଆପଣଙ୍କର ଏତେଟା ନ ରହିଲେ ମଧ୍ୟ ନଭେମ୍ବର ମାସରେ ଟିକେ ଦେଖାଯାଉଛି ସ୍ୱଳ୍ପ ପରିମାଣରେ ଆପଣମାନଙ୍କର ପ୍ରେମ ଭିତ୍ତିକ ପ୍ରୋବ୍ଲେମ୍ ଦେଖାଯାଉଛି। ଶନିଦେବ ଅକ୍ଟୋବର ମିଡ଼ରୁ ଆପଣମାନଙ୍କୁ ହେଲ୍ପ କରିବେ, କିନ୍ତୁ ଅଗଷ୍ଟରୁ ଅକ୍ଟୋବର 15 ଯାଏ ଆପଣମାନଙ୍କୁ ନିଶ୍ଚିତ ଭାବରେ ପ୍ରୋବ୍ଲେମ୍ ହେବ। ଆପଣମାନଙ୍କ ଦେଖିବେ ଶତ୍ରୁ, ଅଯଥା ଶତ୍ରୁ ଆପଣମାନଙ୍କର ବଢ଼ିଯିବ। ଯେଉଁ ଶତ୍ରୁମାନେ ଆପଣମାନେ ଭାବିନଥିବେ ଇଏ ଆପଣଙ୍କର ଶତ୍ରୁ, କିଏ ଆପଣଙ୍କର ମିତ୍ର, ଆପଣ ଦେଖିବେ ଓଲଟା ହେଇଯିବ। ଏଇଟା ଗ୍ରହ ଗୋଚର କହୁଛି, ଗ୍ରହ ଗୋଚର ଅନୁସାରେ। ରାହୁଙ୍କର ଟ୍ରାନଜିଟ୍ରେ ଆପଣମାନଙ୍କର ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ହେବ ଆପଣମାନଙ୍କର ନିଶ୍ଚିତ ଭାବରେ। ଆପଣମାନେ ଦେଖିବେ ଆପଣଙ୍କର ପୁରୁଣା ଜିନିଷ, କିଛି ପୁରୁଣା ଘର ଆପଣ ସାଇତି ରଖିଥିବେ କିଛି ଜିନିଷ, ସେଇ ସବୁ ବାହାର କରିବେ। ଆପଣମାନେ ବାହାର କରି ସେଇ ସବୁ ଦେଖିବେ, ପଢ଼ିବେ। ଆପଣଙ୍କ ମନ ଏକ ଅଲଗା ପ୍ରକାର ଦିଗକୁ ପଡ଼ିଯିବ। ଆପଣ ଦେଖନ୍ତୁ, ଆପଣ ଗୋଟେ ସର୍ବଦା ଆଗରେ ରହିବାକୁ ଚେଷ୍ଟା କରନ୍ତୁ, ଆପଣ ଚାକିରି କ୍ଷେତ୍ରରେ ହେଲା, ଏଇସବୁ କ୍ଷେତ୍ରରେ। କିନ୍ତୁ ଏଇ ଯେଉଁ ସମୟଟା ଏପ୍ରିଲ, ଜୁନ୍, ଅଗଷ୍ଟ, ଅକ୍ଟୋବର ଏବଂ ନଭେମ୍ବର, ଏହି ସମୟରେ ସେଇ ଜିନିଷଟା ଅନୁକୂଳ ନୁହେଁ। ତ ଆପଣମାନଙ୍କୁ ଦେଖନ୍ତୁ, ନିଶ୍ଚିତ ଭାବରେ ଆପଣମାନଙ୍କୁ ସେଇଟା ଜଗିବାକୁ ପଡ଼ିବ। କୌଣସି ପ୍ରକାର ବଡ଼ ଇନଭେଷ୍ଟମେଣ୍ଟ, କୌଣସି ପ୍ରକାର ପଇସା ଲଗାଇବା ବିଜନେସ୍ରେ କିମ୍ବା ଲୋନ୍ କରିବା, ଏଇସବୁ ଜିନିଷ ମୁଣ୍ଡକୁ ଆସିବ ଏବଂ ଆପଣ ନିଶ୍ଚିତ ଭାବରେ ଏଠୁ ଦୂରେଇ ରୁହନ୍ତୁ। ଏପ୍ରିଲରୁ ଜୁନ୍, ଅଗଷ୍ଟରୁ ଅକ୍ଟୋବର ଏବଂ ନଭେମ୍ବର ଛାଡ଼ିଦେଲା ପରେ ଆପଣ ଏଇସବୁ ଜିନିଷ ଅଲଗା ମାସରେ କରିପାରିବେ। ଆପଣଙ୍କ ଜୀବନରେ ପରିବାର ଜନିତ, ସ୍ୱାସ୍ଥ୍ୟ ଜନିତ, କ୍ୟାରିୟର ଜନିତ ପ୍ରୋବ୍ଲେମ୍ଟା ଯେଉଁଟା ଏପ୍ରିଲ, ଜୁନ୍, ଅଗଷ୍ଟ, ଅକ୍ଟୋବରରେ ଦେଖାଯାଇଛି। ଆଉ ଏଇ ଯେଉଁ ସବୁ ପ୍ରୋବ୍ଲେମ୍ ଗୁଡ଼ାକ ଆପଣ ଯଦି କର୍ମିକ ଟେଷ୍ଟ ଆପଣଙ୍କର ଅକ୍ଟୋବରରେ ଯେତେବେଳେ ହେବ, ଯଦି ସେହି ସମୟରେ ଆପଣ କର୍ମ ବି କରିବେନି, ଆପଣ ଆହୁରି ଖରାପ ଫଳ ପାଇବେ। ଅର୍ଥାତ୍ ଶନିଦେବ ସେ ସମୟରେ ଆପଣମାନଙ୍କୁ ଚାହିଁବେ ଆପଣ କର୍ମ କରନ୍ତୁ। ଆପଣ ରଜା ହେବା ପାଇଁ ଆସିଛନ୍ତି, ସତରେ ସୂର୍ଯ୍ୟଙ୍କର ରାଶି, ଆପଣ ରଜା ହେବା ପାଇଁ ଆସିଛନ୍ତି, ରଜା ହେବେ। କିନ୍ତୁ ଏଇ ଯେଉଁ ଗ୍ରହ ଗୋଚର ଅନୁସାରେ ଏ ବି ଅନୁକୂଳ ସମୟ ଟିକେ ନୁହଁ। ଆଉ ଦେଖନ୍ତୁ, ଅର୍ଥ କ୍ଷେତ୍ରରେ ଆପଣମାନଙ୍କର ଲସ୍ ମଧ୍ୟ ଦେଖୁଛି ମେ ମାସରେ ଯେଉଁ ଲସ୍ଟା ଆପଣମାନଙ୍କର ହେବ, ତା'ର ଭରପାଇ କିନ୍ତୁ ଆପଣମାନଙ୍କର ହେଇଯିବ ନିଶ୍ଚିତ ଭାବରେ ଜୁଲାଇ ମାସରେ ଆପଣମାନଙ୍କର ହେଇଯିବ। କିନ୍ତୁ ଅଗଷ୍ଟରୁ ଅକ୍ଟୋବର ପରେ ପୁଣି ରାହୁ ଟ୍ରାନଜିଟ୍, ରାହୁ ଆଉ କେତୁଙ୍କର ପ୍ରଭାବ ହେତୁ ଆପଣମାନେ ଦେଖିବେ କର୍ମ କରିବାରେ ମଧ୍ୟ ଆପଣଙ୍କର ମନ ସବୁବେଳେ ଦୁର୍ବଳ ରହିବ। କାମ କରୁଥିବେ, ହଠାତ୍ କହିବ ନାହିଁ ଛାଡ଼, ଅଳସ୍ୱାମୀ ଆପଣମାନଙ୍କୁ ମଧ୍ୟ ଲାଗିବ। ଏଇଟା ରାହୁ କେତୁ ସହିତ ଶନିଦେବଙ୍କ ମଧ୍ୟ କର୍ମିକ ଟେଷ୍ଟିଂ ରହିବ।
तो यही तो प्रोब्लेम आपंकर रमको गोटे कथा सूचाई दी जाए यही समय आपने किसी जमी बड़ डिसीजन ने भूल डिसीजन ने क्या सहित झगड़ा करेंगे झगड़ा कले आप पार्टी भूल भाल कथा बाहर आपने झगड़ा कर हाथ उठे भी पारती कारण आपंकर इगो आटिट्यूड आप भर बहुत थाए तो देखो यहाँ तो ग्रह गोचर कथा बिल्कुल ग्रह गोचर जहाँ रुहे से कथा आम कहलु आउ देखो गोटे कथा भी आप जापे देखो ग्रह गोचर कुंडली अलग हाँ आउ गोटे कथा आप पेट जनित स्टोमाक रिलेटेड इश्यू यहाँ हूँ एप्रिल जून जाए अच्छी स्टोमाक रिलेटेड इश्यू रहा पेट बारंबार आप टेस्ट करूँ आप देह शरीर पर निश्चित भाव में सजग हूँ आप रजा रजा होगी रे बास किसी दिन आपंकर प्रोब्लेम अच्छी सूर्यंकर राशि बहुत बढ़िया राशि आई जो सब प्रोब्लेम अच्छी निश्चित भाव में प्रोब्लेम दूर अर्थात ये प्रोब्लेम गुड़ाक सब दूर हाँपाई आपको रिमेडी कहूँ आप सूर्यदेवंकर विजय मंत्र पाठ करूँ हनुमान को हनुमान चालीसा पाठ पढ़ु सूर्यदेव विजय मंत्र हूँ ओं रांग रिंग रौं सह सूर्याय नम शनिदेव विजय मंत्र पाठ करूँ ओं प्रांग प्रिंग प्रोंग सह शनिश्चराय नम आप देखिए जो गोटे गरीब लोक कि गोटे कौन प्रकार लोक जार किसी दरकार अच्छी आप भेटुंट निश्चित भाव किसी दिंतु भगवान महादेव माता पार्वती पूजा करूँ आराधना करूँ बहुत बढ़िया फल मिले आगे गोचर कुंडली कथा आम आपंकर जातक देखा आवश्यक आपंक जातक कौन ग्रह कौन परिस्थिति अच्छी से देखिए आम 100 एक्यूरेट प्रेडिक्शन करें आप कॉल करेंगे आपको स्वल्प देह आप आराम से आपंक लाइफ प्रेडिक्शन एक्यूरेट प्रेडिक्शन आप निजे शुणे निजे जानवे देन आप निज कथा जानला जानवे कौन आमर प्रेडिक्शनटा केते मात्रा गोटे निश्चित भाव में आपने कॉल करूँ आ हाँ जो समय कहला से समय आपने किसी बड़ काम करते जय जगन्नाथ।